ନମସ୍କାର ଓଡ଼ିଶା। ଆଜି ଡିସେମ୍ବର 9 ତାରିଖ ମଙ୍ଗଳବାର। ଚାଲନ୍ତୁ ଜାଣିବା 12ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ, 4 ଗିରଫ, ସରପଞ୍ଚଙ୍କୁ ଜେରା। ଗୋଆର ଆପୋରା ନାଇଟ୍ କ୍ଲବରେ ଘଟିଥିବା ଅଗ୍ନିକାଣ୍ଡ ପରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୋଆ ପୋଲିସ ଅପେରା ନାଇଟ୍ କ୍ଲବର ଜେନେରାଲ ମ୍ୟାନେଜର ଏବଂ 3 କର୍ମଚାରୀଙ୍କ ସମେତ 4 ଜଣଙ୍କୁ ଗିରଫ କରିଛି। କ୍ଲବ କର୍ମଚାରୀଙ୍କ ବ୍ୟତୀତ ଆପୋରା ନାଓ ପଞ୍ଚାୟତର ସରପଞ୍ଚଙ୍କ ଉପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 2023 ମସିହାରେ ନାଇଟ୍ କ୍ଲବ ପରିସର ପାଇଁ ବାଣିଜ୍ୟ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ଅଭିଯୋଗରେ ଏହି ସରପଞ୍ଚଙ୍କ ଅଟକ ଥିଲା। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ 2023 ମସିହାରେ ନାଇଟ୍ କ୍ଲବ ଖୋଲିବାକୁ ଅନୁମତି ଦେବାରେ ଭୂମିକା ପାଇଁ ତତ୍କାଳୀନ ସରପଞ୍ଚଙ୍କ ସମେତ ଗୋଆ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଗୋଆର ରାଜଧାନୀ ପାନାଜୀ ଠାରୁ ପ୍ରାୟ 25 କିଲୋମିଟର ଦୂରରେ ଅପେରା ଗାଁରେ ଅବସ୍ଥିତ ଏକ ଲୋକପ୍ରିୟ ପାର୍କ ଭେନ୍ୟୁ ବିଚ୍ ବାଏ ରୋମିଓ ଲେନ୍ରେ ଏହି ଦୁର୍ଘଟଣା ଘଟିଛି। ଏହି ନାଇଟ୍ କ୍ଲବ 2024 ମସିହାରେ ଖୋଲିଥିଲା। ବିଳମ୍ବିତ ରାତିରେ ଏକ ସିଲିଣ୍ଡର ଫାଟିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ଘଟଣାସ୍ଥଳରେ 25 ଜଣଙ୍କର ମୃତ୍ୟୁ ହୋଇଥିଲା। ଅନେକ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାଇଟ୍ କ୍ଲବର ରୋଷେଇ ଘରର କର୍ମଚାରୀ ମଧ୍ୟ ଏହାର ଶିକାର ହୋଇଛନ୍ତି। ତଦନ୍ତରୁ ସରକାରୀ ଅଧିକାରୀଙ୍କ ଅବହେଳା ଏବଂ ଢିଲା କାର୍ଯ୍ୟାନୁଷ୍ଠାନର ଅଭିଯୋଗ ଆସିଛି। ପୋଲିସ ସମସ୍ତ ଦିଗ ତଦନ୍ତ କରୁଛି ଏବଂ ଖୁବ୍ ଶୀଘ୍ର ସେମାନଙ୍କର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିବ ବୋଲି ଆଶା କରାଯାଉଛି। ବଙ୍ଗଲା ବାବର ମସଜିଦକୁ ଆସିବା ଦାନ ଦେଖି ସଭିଏଁ ଆଶ୍ଚର୍ଯ୍ୟ। ଟଙ୍କା ଗଣି ଗଣି ହାଲିଆ ଲୋକେ। ପଶ୍ଚିମବଙ୍ଗର ନିଲମ୍ବିତ ଟିଏମସି ବିଧାୟକ ହୁମାୟୁଁ କବିର ଅଯୋଧ୍ୟାରେ ବାବର ମସଜିଦକୁ ଭାଙ୍ଗିବା ପରେ ମୁର୍ଶିଦାବାଦରେ ଏକ ନୂତନ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବହୁତ ବିବାଦ ଏବଂ ବିରୋଧ ସତ୍ତ୍ୱେ ହୁମାୟୁଁ ଦାବି କରିଛନ୍ତି ଯେ ଏହି ମସଜିଦ ପାଇଁ ସମସ୍ତ ମୁସଲମାନଙ୍କ ସମର୍ଥନ ରହିଛି। ସମସ୍ତ ମୁସଲମାନ ମସଜିଦ ନିର୍ମାଣକୁ ସମର୍ଥନ କରିବା ପାଇଁ ଆଗକୁ ଆସୁଛନ୍ତି। ହୁମାୟୁଁ କବିର ତାଙ୍କ ଫେସବୁକ୍ ଆକାଉଣ୍ଟରେ ମୁର୍ଶିଦାବାଦରେ ବାବର ମସଜିଦ ପାଇଁ ଦାନ ଗଣୁଥିବା ଲୋକଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି। କବିର ଦାବି କରିଛନ୍ତି ଯେ ମୋଟ 11 ବାକ୍ସ ଦାନ ସଂଗ୍ରହ କରାଯାଇଛି। ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରତି ସତର୍କ ରୁହନ୍ତୁ। ଚିହ୍ନଟ ପରେ ହିଁ ନିଯୁକ୍ତି ଦିଅନ୍ତୁ, ସରକାରଙ୍କ ନିବେଦନ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ସେ ପୋଲିସକୁ ଅନେକ ନିର୍ଦ୍ଦେଶ ଜାରି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ କରିବାକୁ ମଧ୍ୟ ନିବେଦନ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏକ ଚିଠି ଜାରି କରି ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କୁ କହିଛନ୍ତି, ମୋର ସମ୍ମାନୀୟ ନାଗରିକମାନେ, ଉତ୍ତରପ୍ରଦେଶରେ ସୁରକ୍ଷା, ସାମାଜିକ ସନ୍ତୁଳନ ଏବଂ ଦୃଢ଼ ଆଇନ ଶୃଙ୍ଖଳା ଆମର ସର୍ବୋଚ୍ଚ ପ୍ରାଥମିକତା। ରାଜ୍ୟରେ ଅବୈଧ ଭାବରେ ରହୁଥିବା ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଇଣ୍ଡିଗୋ ସଂକଟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଇଣ୍ଡିଗୋ ସଂକଟରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ। ଭାରତର ମୁଖ୍ୟ ବିଚାରପତି କହିଛନ୍ତି ଯେ ସରକାର ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଯଦି ପରିସ୍ଥିତି ସମାନ ରହିଥାନ୍ତା ତେବେ ଏହା ଭିନ୍ନ ହୋଇଥାନ୍ତା। ଆମେ ବୁଝୁଛୁ ଯେ ଲକ୍ଷ ଲକ୍ଷ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ସରକାର ଏହି ମାମଲାକୁ ଦେଖୁଛନ୍ତି। ସେମାନଙ୍କୁ ଏହାକୁ ପରିଚାଳନା କରିବାକୁ ଦିଅନ୍ତୁ। ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ 2500 ଉଡ଼ାଣ ବିଳମ୍ବ ହୋଇଛି ଏବଂ 95ଟି ବିମାନ ବନ୍ଦର ପ୍ରଭାବିତ ହୋଇଛି। ଗତ 7 ଦିନ ଧରି ଅଧିକାଂଶ ଇଣ୍ଡିଗୋ ଉଡ଼ାଣ ବାତିଲ କରାଯାଇଛି, ଯାହା ଫଳରେ ଏକ ଜନସ୍ୱାର୍ଥ ମାମଲା ହୋଇଛି। ସୁପ୍ରିମକୋର୍ଟର ଓକିଲ ନରେନ୍ଦ୍ର ମିଶ୍ର ସଂକଟର ସ୍ୱତଃପ୍ରବୃତ୍ତ ବିଚାର ଏବଂ ତୁରନ୍ତ ହସ୍ତକ୍ଷେପ ପାଇଁ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଆବେଦନରେ ବିକଳ୍ପ ଯାତ୍ରା ଏବଂ ପ୍ରଭାବିତ ଯାତ୍ରୀଙ୍କ ପାଇଁ କ୍ଷତିପୂରଣ ଦାବି କରାଯାଇଥିଲା। ଆବେଦନରେ ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅସୁବିଧା ଏବଂ ଏକ ମାନବିକ ସଙ୍କଟ ଦାବି କରାଯାଇଥିଲା ଏବଂ ତୁରନ୍ତ ହସ୍ତକ୍ଷେପ ଦାବି କରାଯାଇଥିଲା।
18 ମାସରେ 20 ପୋଲିସ ସମେତ 271 ଅଧିକାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ, କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗତ 18 ମାସ ମଧ୍ୟରେ 20 ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ବାନ୍ଧିଛି। ରାଜ୍ୟ ବିଧାନସଭାରେ ସୋମବାର ଦିନ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଏହି ସମୟ ମଧ୍ୟରେ ଭିଜିଲାନ୍ସ ସମ୍ପର୍କିତ ମାମଲାରେ 271 ଜଣ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଭିଜିଲାନ୍ସ କୋର୍ଟ 174 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଅନୁଯାୟୀ 33 ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଦୁର୍ନୀତି ମାମଲାରେ ସମ୍ପୃକ୍ତ ନେଇ 65 ଜଣ ଅବସରପ୍ରାପ୍ତ ଅଧିକାରୀଙ୍କ ପେନ୍ସନକୁ ସ୍ଥଗିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ବିଭିନ୍ନ ସ୍ତରରେ ଲାଞ୍ଚ କାରବାରକୁ ପର୍ଦ୍ଦାଫାଶ କରୁଥିବା ଟ୍ରାପ୍ ଅପରେସନକୁ ପ୍ରାଥମିକତା ଦେଇ ଚାଲିଛି। ସମସ୍ତ ବିଭାଗରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ସରକାର ନିରନ୍ତର ତଦନ୍ତ ଏବଂ ତଦାରଖ ଏବଂ ତଦନ୍ତ କରୁଛନ୍ତି। 1 କୋଟିର ପୁରସ୍କାର ରାଶି ଥିବା କୁଖ୍ୟାତ କମାଣ୍ଡର ସହ 11 ଜଣ ନକ୍ସଲ ଆତ୍ମସମର୍ପଣ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବକରକୋଟାରେ ଆତ୍ମସମର୍ପଣ କରିଛନ୍ତି 12 କ୍ୟାଡର ନକ୍ସଲ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ କେନ୍ଦ୍ରୀୟ କମିଟି ସଦସ୍ୟ CCM ରାମଦେବ ମାଝୀ ତାଙ୍କ 11 ଜଣ ସହଯୋଗୀଙ୍କ ସହିତ ଆଜି ସକାଳେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ସମୟରେ ସେମାନଙ୍କଠାରୁ AK-47 30 କାର୍ବନ ରାଇଫଲ, INSA ରାଇଫଲ, 303 ରାଇଫଲ ଏବଂ SLR ସମେତ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏକ ବଡ଼ ଗଚ୍ଛିତ ମଧ୍ୟ ଉଦ୍ଧାର କରାଯାଇଥିଲା। କୁଖ୍ୟାତ ନକ୍ସଲବାଦୀ ନେତା ରିମ୍ବାର ଜଣେ ଘନିଷ୍ଠ ବିଶ୍ୱାସୀ ବୋଲି ବିବେଚିତ ରାମଦେବ ମାଝୀ ଉପରେ କୋଟିଏ ଟଙ୍କାର ପୁରସ୍କାର ରାଶି ଥିଲା। ଆତ୍ମସମର୍ପଣ କରିଥିବା 12 ଜଣ ମାଓ କ୍ୟାଡରଙ୍କ ମଧ୍ୟରେ ଅଛନ୍ତି ରାମଦେବ ରାଜ୍ୟ CCM 3 ଜଣ ଡିଭିଜନାଲ ଭାଇସ୍ କମାଣ୍ଡର ଏବଂ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ। ଏହି ଆତ୍ମସମର୍ପଣ ପରେ SMC ଜୋନ୍ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼କୁ ନକ୍ସଲ ମୁକ୍ତ ଘୋଷଣା କରାଯାଇଛି, ଯାହା ଏହି ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ଏକ ନିର୍ଣ୍ଣାୟକ ବିଜୟ। ଭାରତ ଦକ୍ଷିଣ ଆଫ୍ରିକା T20 କ୍ରିକେଟ ମ୍ୟାଚ୍ କଳାବଜାରୀ ଅଭିଯୋଗରେ 4 ଗିରଫ। କଟକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା T20 ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ପାଇଁ ଟିକେଟ କଳାବଜାରୀ ଅଭିଯୋଗରେ 4 ଜଣଙ୍କୁ ପୋଲିସ ଗିରଫ କରିଛି। ବିଡ଼ାନାସୀ ଥାନା ଅଧିକାରୀମାନେ ଚଢ଼ା ଦରରେ ବିକ୍ରି ହେଉଥିବା 12ଟି ଟିକେଟ ଜବତ କରିଛନ୍ତି, ଯେତେବେଳେ ଟି ସହରର ଦରଖା ବଜାର ଥାନା ଅଞ୍ଚଳରୁ 9ଟି ଟିକେଟ ଜବତ କରାଯାଇଛି। ସୂତ୍ର ଅନୁଯାୟୀ ଗିରଫଦାରୀ ସମୟରେ ଉଦ୍ଧାର ହୋଇଥିବା ପ୍ରିଣ୍ଟେଡ୍ ଟିକେଟ ସହିତ ମ୍ୟାଚ୍ ଏଣ୍ଟ୍ରି ପାସ୍ ମଧ୍ୟ ଜବତ କରାଯାଇଛି। ଘଟଣା ସମ୍ପର୍କରେ 2ଟି ଥାନାରେ 4ଟି ପୃଥକ ମାମଲା ରୁଜୁ କରାଯାଇଛି ବୋଲି ସେମାନେ କହିଛନ୍ତି। ମା ପୁଅଙ୍କ ନିକଟରୁ 68 ଲକ୍ଷ ଟଙ୍କାର ମୂଲ୍ୟର ବ୍ରାଉନ୍ ସୁଗାର ଜବତ। ସେପଟେ କ୍ରିକେଟ ବ୍ୟାଟରେ ଗଞ୍ଜେଇ ଚାଲାଣ। ଢେଙ୍କାନାଳ ଜିଲ୍ଲାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବ୍ରାଉନ୍ ସୁଗାରର କାରବାର ଚଳାଉଥିବା ମା ଓ ପୁଅଙ୍କୁ ରାମୀଖାନଗର ଅବକାରୀ ବିଭାଗ ଗିରଫ କରିଛି। ସେମାନଙ୍କ ନିକଟରୁ 680 ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି। ଦୀର୍ଘ ଦିନ ଧରି ବ୍ରାଉନ୍ ସୁଗାର ଭଳି ସାଂଘାତିକ ନିଶା କାରବାର ଚଳାଇ ଆସୁଥିଲେ ଏହି ମା ପୁଅ। ଜବତ ହୋଇଥିବା ଏହି ଧଳାଜହରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 68 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଚଢ଼ାଉ ବେଳେ ସୁଯୋଗ ଦେଖି ଅନ୍ୟ ଜଣେ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ପରିବାର ଦୀର୍ଘ ଦିନ ହେବ ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଏହି ବେଆଇନ ବ୍ୟବସାୟ ଚଳାଇ ଆସୁଥିଲା। ସୁନା ବିସ୍କୁଟ ଲୋଭ ଦେଖାଇ 4 ଲକ୍ଷ ଟଙ୍କା ଠକେଇ 6 ଗିରଫ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ 4 ଲକ୍ଷ ଟଙ୍କାର ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଅଭିଯୋଗରେ 6 ଅଭିଯୁକ୍ତଙ୍କୁ ଗିରଫ କରିଛି ନୀଳଗିରି ପୋଲିସ। ଅଭିଯୁକ୍ତଙ୍କ ଠାରୁ 3,29,000 ଟଙ୍କା ସହ 5ଟି ମୋବାଇଲ ଓ 2ଟି ବାଇକ୍ ଜବତ ହୋଇଛି। ସୂଚନା ମୁତାବକ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ଶିକ୍ଷକଙ୍କ କମ୍ ମୂଲ୍ୟରେ ସୁନା ବିସ୍କୁଟ ଦେବା ବୋଲି କହି ଏକ ସୁନା ଦଲାଲ ରାକେଟ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା
ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି। ରୁଜୁ କରି 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆଉ କିଏ ସାମିଲ ରହିଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ଜୁନିୟର ମହିଳା ହକି ୱେଲ୍ସକୁ ହରାଇଲା ଭାରତ। FIH ଜୁନିୟର ମହିଳା ହକି ବିଶ୍ୱକପ 9 ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେସନ ମ୍ୟାଚରେ କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ ପଡ଼ିଥିବା ଭାରତ 3-1 ଗୋଲରେ ୱେଲ୍ସକୁ ପରାସ୍ତ କରିଥିଲା।